ବ୍ରହ୍ମଚାରୀ ସନ୍ନ୍ୟାସୀ ବାନପ୍ରସ୍ଥୀ ଏମାନେ ଧନ ରୋଜଗାର କରନ୍ତି ନା, ଏମାନେ ଭିକ୍ଷା କରନ୍ତି। ଗୃହସ୍ଥ ଦ୍ୱାରକୁ ଯାଇକରି ଭିକ୍ଷା ହିଁ କରନ୍ତି, ଆଉ ଗୃହସ୍ଥ ଏମାନଙ୍କର ସେବା ହିଁ କରେ। ସେଥିପାଇଁ ଗୃହସ୍ଥ ପାଇଁ ଏ ଉପଦେଶ ଦିଆଯାଉଛି, ତୁମେ ଯେ ଧନ ରୋଜଗାର କରିବ তোমার সংসার ব্যয় করে দিব। তাই পাচ্ছি কৃষ্ণর সংসার করো, ছাড়িও না আচার। কৃষ্ণ সংসার করো, তোমার মু মোর করো না, মায়ের সংসার মোর সংসার কো না, কৃষ্ণ সংসার। বিষয় একমাত্র কৃষ্ণ, বিষয় সকল সকলে মাধব। আসক্তি সহিত রহিত বিষয় সকল সকলে মাধব। কনকর দ্বারে সেব মাধব, এই কথা কুହାଯାଇଛି। କନକ ବା ଧନ ସମ୍ପଦ ସ୍ୱର୍ଣ୍ଣ ଅର୍ଥ କିଛି ମିଳିଲା, ତୁମକୁ ଯାହାକୁ ଅନଏକ୍ସପେକ୍ଟେଡଲି ମିଳିଲା, ସଡନଲି ୟୁ ରିସିଭ୍ ସମ୍ କଣ୍ଟ୍ରିବ୍ୟୁସନ୍, ତୁମର ସ୍ୱୀକୃତି ହଉ ବା କୌଣସି ଉପାୟରେ ମିଳିଛି, ତାହାକୁ ଭଗବାନଙ୍କ ସେବାରେ ବିନିଯୋଗ କର, କାରଣ ତା ମାଧବଙ୍କର ବିଷୟ ଏକମାତ୍ର ମାଧବ। ଜମି ବାଡ଼ି ଧନ ବୃତ୍ତି ଯାହାର କିଛି ଅଛି ତାକୁ ବିଷୟ ଲୋକ କୁହାଯାଏ। ସେ କହୁଛି ମୋର ନା, ବିଷୟ ସକଲ ସକଲି ମାଧବ। ମାଧବ ଏକ ବିଷୟ, କାରଣ ତାଙ୍କର ହିଁ ସବୁ ବିଷୟ କି ତୁମେ ଯଦି ନିଜକୁ ବିଷୟ କହିବ ମୋର ବିଷୟ ମୋର ଧନୁ ସମ୍ପତ୍ତି, ତାହେଲେ ଅପରାଧୀ ହେଲା, ଚୋର ହେଲା। ସେଥିପାଇଁ ବହୁ ପ୍ରକାର ଦଣ୍ଡ ମିଳୁଛି। ଭଗବାନଙ୍କ ଦରବାରରେ ଦଣ୍ଡ ମିଳୁଛି, ଭୂତ ପ୍ରକୃତି ନିୟମ ଅନୁଯାୟୀ ଦଣ୍ଡିତ ହଉଛ, ସରକାର ମଧ୍ୟ ଦଣ୍ଡ ହିଁ ଦଉଛି। କୌସ୍ମିନ୍ କାଳେ କୌଣସି ଦିଗରୁ ଏହା ଅନୁମୋଦିତ ହଉନାହିଁ। ଆଉ ଯଦି କିଛି ପାଇଛ ତାଇ ଭଗବାନଙ୍କୁ ଦେଇଦିଅ, ଭଗବାନ ତାଙ୍କ ସେବା ଲାଗିଲା ଚୋର ହବ ନା, ସେଥିପାଇଁ ଦଣ୍ଡ ତୁମକୁ କଦାପି ମିଳିବ ନା। ସେଥିପାଇଁ ଆମର କୃଷ୍ଣ କନସିୟସନେସ୍ ମୁଭମେଣ୍ଟ, ଆମର ପରମାରାଧ୍ୟ ଗୁରୁଦେବ କହୁଛନ୍ତି ଏ ଅପରଚୁନିଟି ଦଉଛି, ତୁମକୁ ଚୋର ହବା ପାଇଁ ଦବ ନା। ତେଣୁ ଆମେ ତୁମ ଦ୍ୱାରରେ ପହଞ୍ଚୁଛୁ, ଦିଅ, ମନ୍ଦିର ତିଆରି ହଉଛି, ଦାନ କର, ଲାଇଫ ମେମ୍ବର ହୁଅ, କଣ୍ଟ୍ରିବ୍ୟୁସନ ଦିଅ, ଦାନ କର। ଦଦାସି କୁହାଉଛି, ଯତ୍ କରୋସି ଯଦ୍ ଅଶ୍ନାସି ଯଦ୍ ଯୁଗୋସି ଦଦାସି ଯତ୍ ତପସ୍ୟାସି କୌନ୍ତେୟ ତତ୍ କୁରୁଷ୍ୱ ମଦର୍ପଣଂ। ଏ ଉପଦେଶ ଭଗବାନଙ୍କୁ ମୋତେ ଦିଅ, ଦାନ କରିବ, ମୋତେ ଦାନ କର। ତ୍ରିପାଦ ଭୂମି ଦାନ ମାଗିବା ପାଇଁ ବାମନ ରୂପରେ, ବାମନ ଅବତାର ହେଇକରି ବଳି ଦ୍ୱାରକୁ ଯାଇଥିଲେ ଭଗବାନ। ସବୁ ଭଗବାନଙ୍କର, କିନ୍ତୁ ସେ ଦାନ ମାଗିବାକୁ ଯାଉଛନ୍ତି। କାରଣ ଯଦି ତୁମକୁ ମିଳିଛି ତୁମେ ମୋତେ ଦିଅ, ମୋର ଏଇ ଧନ ମୋତେ ଦିଅ, ତାହେଲେ ତୁମେ ଅପରାଧୀ ହବ ନା। ତା ନହେଲେ ଅପରାଧୀ ହେଇଯିବ, ଦଣ୍ଡ ହେଇପାରିବ। ସେ ବଳି ଭକ୍ତ ହେଇଛି, ମହାଜନ ଗର୍ଲସ ମହାଜନ ଭିତରେ ବଳି ଅଛନ୍ତି ମଧ୍ୟ, କାରଣ ସେ ଆତ୍ମନିବେଦନ କରିକିରି ତ୍ରିପାଦ ଭୂମି ଦାନ କରିଦେବା, ସବୁ କିଛି ତାଙ୍କର ଦେଇଦେଲେ, ନିଜକୁ ଦେଇଦେଲେ ସେ, ତେଣୁ ମହାଜନ ହେଇଗଲେ ସେ। ଏଇ ବଳି ବାମନ ଉପାଖ୍ୟାନରେ ଆମ ଆଗେ। ସେଥିପାଇଁ ଗୃହସ୍ଥ କଣ କରିବ ନା, ତାର ଯାହା ଅଧିକ ଧନ ତା ଭଗବାନଙ୍କ ସେବାର୍ଥେ ଦାନ କରିବ। ଯାହା ଏଠି କୁହାଯାଉଛି ଗୀତାବାଣୀ ପ୍ରସାର, କୃଷ୍ଣ କନସିୟସନେସ୍, କୃଷ୍ଣ ଚେତନା ପ୍ରସାର ସମଗ୍ର ପୃଥିବୀରେ କରିବା ନିମିତ୍ତ ଯେଉଁମାନେ କରୁଛନ୍ତି ସେମାନଙ୍କୁ ଦାନ କର, ତାହେଲେ ତା ଉପଯୁକ୍ତ ବ୍ୟବହାର ହେଲା, ତୁମେ ଆଉ ସେଥିପାଇଁ ଦଣ୍ଡିତ ହବ ନା। ସରକାର ବି ଦେଖିବେ ନା ଆଙ୍କର ବ୍ୟାଙ୍କ ବାଲାନ୍ସ କିଛି ନାହିଁ, କଳାଧନ ନାହିଁ, ଆଙ୍କର ନାହିଁ, ଏସବୁ କିଛି ନାହିଁ। ସେ ସରକାରଙ୍କ ଦରବାରରେ ଦଣ୍ଡିତ ହବ ନା, ଭଗବାନ ଦରବାରରେ ଦଣ୍ଡିତ ହବ ନା, ଠିକ ହେଇଯିବ। ସେଥିପାଇଁ ଅପରଚୁନିଟି ଆମର ଦିଆଯାଉଛି, ଆମେ ଯାଉଛେ ତୁମକୁ ଯୋଉ ଧନ ଅଛି ଦିଅ, ଯିଏ ଦଉଛନ୍ତି ସେ ପାଇପାରୁଛନ୍ତି। ତେଣୁ ତାଙ୍କର ବ୍ୟାଙ୍କ ବାଲାନ୍ସ ଆଉ ଦେଖେଇ ହବ ନା। ସରକାର ମଧ୍ୟ ଅଛି, ଇନକମ୍ ଟ୍ୟାକ୍ସ ନେବ, ଅଙ୍କ ଟ୍ୟାକ୍ସ ନେବ, କିନ୍ତୁ ଟ୍ୟାକ୍ସ ମିଳିଦେଲାଣି। ତେଣୁ ଆମକୁ ଦାନ କଲେ ସରକାର ଛାଡ଼ କରୁଛି, ତୁମର ଇନକମ୍ ଟ୍ୟାକ୍ସ ଇତ୍ୟାଦି ରିହାତି ମିଳିଯିବ ତୁମକୁ, ଏଇ ସୁଯୋଗ ମଧ୍ୟ ଦିଆଯାଉଛି। ଆଉ ତୁମକୁ କିଛି ସୁଯୋଗ ଆମେ ବି ଦେବା, ଲାଇଫ ମେମ୍ବର ହୁଅ, ତାହେଲେ ଆମ ସେଣ୍ଟର ରହିବ, ପୃଥିବୀର ଚାରିଆଡ଼େ ଯିବ, ଯୋଉଠି ଇଚ୍ଛା ସେଠି ରହିପାରିବ। ଆଉ ସେଥିପାଇଁ ରହିବା ଖାଇବା ପାଇଁ ଖର୍ଚ୍ଚ ହେଇପଡ଼ିବ ନା, 3 ଦିନ ରହିପାରିବ। ତାହା କେତେ ସୁଯୋଗ ଆଲ୍ୟୁରମେଣ୍ଟ ମଧ୍ୟ ଆମେ ଦେଉଛେ। ବୈଷ୍ଣବ ସୁଯୋଗ ଦେଉଛି। ମେଟେରିଆଲିଷ୍ଟିକ ପର୍ସନ, ଭୌତିକବାଦୀ ଲୋକ, ତାର ଉପଭୋଗ ହିଁ ଦରକାର ଅଛି। ସେ ସବୁବେଳେ ପଇସା ଟିକେ ଦେବା ପୂର୍ବରୁ ଆଗ ହିସାବ କିତାବ କରିବ, ମୁଁ ଦେବି ପାଇବି କ'ଣ ତା ବଦଳରେ, ୟା କରିକିରି ଦେବ। ସେ ଯଦି କିଛି ପାଇବାର ନାହିଁ ଦେବ ନାହିଁ, ବାପା ହଁ ହଁ ମିଳିବ ମିଳିବ, ଆମେ ମେମ୍ବର ହବା, ଏଇ ସୁବିଧାଟା ମିଳିବ, ଏମିତି କରିବା, ଏମିତି ରହିବା, ଏମିତି ଖାଇବା, ଏମିତି ଭାଇ ଯିବା, ଆଜି ଭାଇ କେତେ କଥା ବହି ପାଇବା, ଇଏ କରିବା, ସେ କରିବା, ଏମିତି କଥା ଅଛି, ଦବାଇ ଦବାଇ ଦବାଇ। ଇଏ ଆଲ୍ୟୁରମେଣ୍ଟ ଆମେ ମଧ୍ୟ ଦେଖାଉଛେ, ଆମ ଗୁରୁ ମହାରାଜ ବ୍ୟବସ୍ଥା କରୁଛନ୍ତି। ବୈଷ୍ଣବ କେଡ଼େ ସୁଯୋଗ ଦଉଛି ତୁମକୁ, ତୁମେ ଚୋର ହୁଅ ନା, ତୁମେ ଦଣ୍ଡିତ ହୁଅ ନା, ତୁମେ ଅଧିକା ଧନ ପାଇଛ, ଭଗବାନଙ୍କ ସେବା। ଆମେ ପ୍ରୋଜେକ୍ଟ କରୁଛୁ, ମନ୍ଦିର ତିଆରି କରୁଛୁ, ଇଏ କରୁଛୁ, ବୈଠକ କରୁଛୁ, ଇଏ କରୁଛୁ, ପ୍ରଚାର କରୁଛୁ, ଦାନ କର ବାବା, ଏ ସୁଯୋଗ ଦଉଛି। ବୈଷ୍ଣବ ତୁମର ଏକମାତ୍ର ମଙ୍ଗଳାକାଙ୍କ୍ଷୀ ବନ୍ଧୁ। କୃଷ୍ଣ ଯେମିତି
କହିଲେ ସର୍ବଭୂତାନାଂ ଏକମାତ୍ର ମଙ୍ଗଳାକାଙ୍କ୍ଷୀ ବନ୍ଧୁ ପ୍ରିୟ ଭକ୍ତ ବୈଷ୍ଣବ ଗଣ ମଧ୍ୟ ସେ ସୁଯୋଗ ଏ କଥା ଏଠି ଆମର ପରମାରାଧ୍ୟ ଗୁରୁଦେବ କହୁଛନ୍ତି। କିନ୍ତୁ ଯୋଉମାନେ ଏ କଥା ନ କରୁଛନ୍ତି ସେମାନେ ନିଶ୍ଚୟ ଚୋର ହଉଛନ୍ତି ଆଉ ସେମାନେ ନିଶ୍ଚୟ ଭଗବାନଙ୍କ ଦରବାର ଦଣ୍ଡିତ ହେବେ। ଏଠି ମଧ୍ୟ ଭୂତ ପ୍ରକୃତି ଜରିଆରେ ଦଣ୍ଡିତ ହେବେ। ଯାହା ଏଠି କୁହାହଉଛି ତାର ଭୌତିକ କାମନା ଅନନ୍ତ ଅନଲିମିଟେଡ ମେଟେରିଆଲ ଡିଜାୟାର୍ସ ତାହା କଦାପି ତ ସେ ପୂରଣ କରିପାରିବ ନା। ଗୋଟିଏ ପୂରଣ ହେଲା 1000ଟା ଆସିକି ପହଞ୍ଚିଗଲାଣି। ଅନ୍ନେସରୀ ଆକ୍ଟିଭିଟିସ୍ ନେଇ ଚାଲିଛ, କଣ ଦରକାର ଅଛି ଏସବୁ? ସେଥିପାଇଁ ଏଗୁଡା କର ନା। ତାହେଲେ ମୃତ୍ୟୁ ସମୟ ଭିତରେ ମରିବ ସେଇ କଥା ହିଁ ଚିନ୍ତା ହିଁ କରିବ। ମୋର ଇଏ ପ୍ରୋଜେକ୍ଟ ରହିଗଲା, ଇଏ କାମନା ପୂରଣ ହେଲା ନାହିଁ, ଇଏ ଯୋଜନା କରିଥିଲେ ହେଇପାରିଲା ନାହିଁ, ମରିବାକୁ ଯାଉଛି, ହେ ଡାକ୍ତର ମତେ ଟିକେ ବଞ୍ଚେଇ ଦିଅ। ଡାକ୍ତରକୁ ବଞ୍ଚେଇବ କଥା ମୃତ୍ୟୁ ସର୍ବରସ୍ତ ମୃତ୍ୟୁ ରୂପରେ ତ ଭଗବାନ ପହଞ୍ଚାଇଛନ୍ତି, ଶେଷ ହେଇଗଲାଣି ଯିବ ଏଇ ବାପା। ତେଣୁ ସେଇ ଅସନ୍ତୋଷ ନେଇକରି ମୃତ୍ୟୁବରଣ କରିବ, ପରବର୍ତ୍ତୀ ଯୋନି ତଦନ ଯାଇ ମିଳିବ। ସେ ଅନସାଟିସ୍ଫାଏଡ ଡିଜାୟାର୍ସ ତମର ଫୁଲଫିଲ୍ କରିବା ପାଇଁ ପରବର୍ତ୍ତୀ ଯୋନି ମିଳିବ। ତେଣୁ ଭୂତ ପ୍ରକୃତିର ନିୟମ ଅନୁଯାୟୀ ଏହିପରି ଗୋଟିଏ ପରେ ଗୋଟିଏ ତୁମେ ଜଳ ଶରୀର ପାଉଥିବ। ଏଠି ଦୁଃଖାଳୟରେ ଜନ୍ମ ହେଇକରି ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଭୋଉଥିବ, ଆଧ୍ୟାତ୍ମିକ ଆଜି ଦୈବିକ ଆଜି ଭୌତିକ ତ୍ରିତାପରେ ଦନ୍ତଭୂତ ହିଁ ଚାଲିଥିବ। ଯନ୍ତ୍ରଣାର ଅନ୍ତ ତୁମର ରହିବ ନା, ଏ ଭୂମି ଚାଲିଥିବ। ଏଇ କାରଣ ଯୋଗୁଁ ଏଇ ଉଦ୍ଦେଶ୍ୟ ଏଇଥିଯୋଗୁଁ ତୁମେ ଯେ ଦଣ୍ଡ ପାଇଯାଉଛ ଏଇ କଥା ବିବେକୀ ଲୋକ ବୁଝିପାରୁଛ। ହାଉ ୟୁ ଆର୍ ପନିଶ୍ଡ, ତୁମେ କିପରି ଦଣ୍ଡିତ ହେଇଯାଉଛ। କିନ୍ତୁ ତୁମେ ଯଦି ତାହା ନ କରିବ, ଏକମାତ୍ର କୃଷ୍ଣ ଚିନ୍ତା। କୃଷ୍ଣ କହିଲେ ମନ ନା ହବ, ମୋର ହିଁ ଚିନ୍ତା ହିଁ କର, ମନ ଭିତରେ ମୋତେ ହିଁ ରହ, ଅନ୍ୟ ଚିନ୍ତାକୁ ବାହାର କରି କୃଷ୍ଣଙ୍କର ସେବା ହିଁ କାମନାରେ ରଖିବ। କୃଷ୍ଣଙ୍କୁ ହିଁ ଚିନ୍ତା କରିବ। ଯାହା କିଛି ମିଳିଲା କୃଷ୍ଣ ଏକମାତ୍ର ସମ୍ବନ୍ଧ, ମୁଖ୍ୟ ସମ୍ବନ୍ଧ, ଆଉ କୃଷ୍ଣାର୍ଥେ ବିନିଯୋଗ ହବ ସବୁ। ତାହେଲେ କୃଷ୍ଣ ଚିନ୍ତା କରିବ, ମୃତ୍ୟୁ ସମୟରେ ଆନନ୍ଦରେ ମୃତ୍ୟୁବରଣ କରିବ। ମାଙ୍ଗିବ ସୁମୁକ୍ତା କଳେ ବରଂ ଜପ୍ରୟାତି ସମଭାବ ସଂଶୟ। ତାହେଲେ ଆଉ ଏଠି ଆଉ ଏ ଦୁଃଖାଳୟରେ ତୁମେ ଜନ୍ମ ହବ ନା, ମୋର ଧାମକୁ ଯିବ, ସଚିଦାନନ୍ଦମୟ ଧାମ କୃଷ୍ଣଙ୍କର। ସେଠିକି ଯାଇକରି ନିତ୍ୟ ଚିରନ୍ତନ ଭାବରେ ଦିବ୍ୟ ସୁଖ ଆନନ୍ଦ କରିବ। ତା ନହେଲେ ଏ ଦୁଃଖାଳୟରେ ବାରମ୍ବାର ଜନ୍ମ ଲାଭ କରି ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଭୋଗିବ, ତାପରେ ଭୂତ ହେଇଯିବ। ଏହି ଭୌତିକ କାମନା ପୋଷଣ କରୁଥିବା ଏ ଦଣ୍ଡ ବରାବର ମିଳି ଚାଲିବ। ସେଥିପାଇଁ ମହାଜନ ସୂତ୍ରେ ନାରଦ ଏ କଥା କହିକି ଉପଦେଶ ଦଉଛି।